କେନାଲରେ ଭାସୁଥିଲା 5 ବର୍ଷ ନାବାଳକର ମୃତ ଶରୀର। ଆଉ ସେଇ ନିରୀହ ଛୁଆକୁ ମାରିବା ଲୋକ ଆଉ କେହି ନୁହେଁ, ବରଂ ସେ 6 ବର୍ଷର ଛୁଆର ନିଜ ବାପା ଥିଲା। ଆଉ ତାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତାର କାରଣ କ'ଣ ଥିଲା ଜାଣିଛନ୍ତି? ତାର କାରଣ ଥିଲା ଏକମାତ୍ର, ସେ ହେଉଛି ପ୍ରେମ। ଆଉ ଏମିତି ଏକ ଘଟଣା ଅଲଗା କେଉଁଠି ନୁହେଁ, ବରଂ ଆମ ଓଡ଼ିଶାର ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳରେ ଘଟିଛି। କ'ଣ ଥିଲା ଏ 6 ବର୍ଷ ପୁଅର ହତ୍ୟାର କାରଣ? ଆସନ୍ତୁ ଜାଣିବା ପୁରା କାହାଣୀରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳର ବାଉରୀ ବନ୍ଧୁ ରାଉତ ଜଣେ ଦିବ୍ୟାଙ୍ଗ ସହିତ ପ୍ରେମ କରି ଅସଞ୍ଜତ ଅବସ୍ଥାରେ ଗାଁ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା। ଆଉ ଗାଁ ଲୋକେ ସେହି ମମତାକୁ ବାଉରୀ ସହିତ ବିବାହ କରିଦେଲେ। ବାଉରୀ ଗାଁ ଲୋକଙ୍କ ପ୍ରେସରରେ ସିନା ବାହା ହୋଇଗଲା, କିନ୍ତୁ ତାର ଉଦ୍ଦେଶ୍ୟ କିଛି ଅଲଗା ଥିଲା। ମମତା ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତା, ତାକୁ ଛାଡ଼ି ଆଉ କାହାକୁ ବାହା ହୋଇଥାନ୍ତା, କିନ୍ତୁ ଫଳ ଓଲଟା ହୋଇଗଲା। ମମତାକୁ ବାହା ହେଲା ପରେ ଖୁସି ନଥିଲା ବାଉରୀ, କିନ୍ତୁ ୟା ଭିତରେ ତାଙ୍କର ଗୋଟେ ପୁତ୍ର ସନ୍ତାନ ବି ଜନ୍ମ ହୋଇସାରିଥିଲା। ସମୟ ଅନୁସାରେ ପୁଅ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା, କିନ୍ତୁ ବାଉରୀ ନିଜ ପ୍ରକୃତି ଛାଡ଼ିବା ବଦଳରେ ବଢ଼ିବାକୁ ଲାଗିଲା। ବାଉରୀ ଆଉ ଜଣକୁ ଚୋରାରେ ପ୍ରେମ କରିବାକୁ ଲାଗିଲା। ସେହି ପ୍ରେମିକାକୁ ଦ୍ୱିତୀୟ ବିବାହ କରିବା ପାଇଁ ଆରମ୍ଭ କଲା ଷଡ଼ଯନ୍ତ୍ର। ଆଉ ପ୍ରେମରେ ବାଧକ ସାଜୁଥିଲା ଏଇ 6 ବର୍ଷର ପୁଅ। 6 ବର୍ଷର ନିରୀହ ନିଷ୍ପାପ ଛୁଆକୁ କ'ଣ ପା ଜଣାଥିଲା, କିନ୍ତୁ ବାପାର ଡର ଥିଲା, ଯଦି ଆଉ କାହାକୁ ବାହା ହୋଇ ଘରକୁ ଆଣେ ତେବେ ପ୍ରତିବାଦର ସ୍ୱର ଉଠିପାରେ। ସେଥିପାଇଁ ନିଜ ପୁଅକୁ ରାସ୍ତାରୁ ହଟେଇ ଦେଲେ ଦିବ୍ୟାଙ୍ଗ ସ୍ତ୍ରୀ କ'ଣ ବା କରିପାରିବ। ସ୍ତ୍ରୀ ମମତା ବାପ ଘରକୁ ବୁଲିବାକୁ ଯାଇଥିଲା ବେଳେ ବାଉରୀ ସୁଯୋଗ ଦେଖି ଲୁଚି ଲୁଚି ମମତା ବାପ ଘରେ ପହଞ୍ଚିଥିଲା। ଆଉ ଏକୁଟିଆ ପୁଅ ଖେଳୁଥିବାର ଦେଖି ତାକୁ ଉଠେଇ ନେଇ ପଳେଇ ଆସିଲା। ଗୋଟେ ସୁନସାନ ଜାଗା ଦେଖି ପ୍ରଥମେ ପୁଅର ତଣ୍ଟି ଚିପି ହତ୍ୟା କଲା, ଆଉ ପରେ ଏକ କେନାଲରେ ଫୋପାଡ଼ି ଦେଇ ଚାଲିଗଲା। ଏପଟେ ମମତା ପୁଅକୁ ଖୋଜି ଖୋଜି ନୟାନ୍ତ ହୋଇଗଲା ପରେ ପୋଲିସର ସାହାରା ନେଲା, ହେଲେ ପୋଲିସ ବି ପୁଅକୁ କେଉଁଠି ବି ପାଇଲାନି। କିନ୍ତୁ କେନାଲରେ ଏକ ଛୁଆର ଶବ ଭାସୁଥିବାର ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ ପହଞ୍ଚି ମମତାକୁ ଖବର ଦେଇଥିଲା। ଆଉ ମମତା ନିଜ ପୁଅକୁ ଏମିତି ଅବସ୍ଥାରେ ଦେଖି ନିଜକୁ ସମ୍ଭାଳି ପାରିନଥିଲା। କେଉଁ ମା ବା ନିଜ ପୁଅକୁ ଏମିତି ଅବସ୍ଥାରେ ଦେଖି ସହିପାରିବ? ମା ମମତା ଛାତି ପିଟି ମୁଣ୍ଡ ବାଡ଼େଇ କାନ୍ଦୁଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ବେଳେ ପୁଅ ବାପାର କିନ୍ତୁ ଦେଖା ନଥିଲା। ଆଉ ସେପଟେ ବାଉରୀ ବନ୍ଧୁ ଘରକୁ ଘେରି ରହିଥିଲେ ପୁରା ଗାଁ ଲୋକ। ଦର୍ଶକ ବନ୍ଧୁ, ପୁରୀରେ ସେ ନିରୀହ 11 ବର୍ଷର ପୁତୁରାର ଗୁପ୍ତାଙ୍ଗ କାଟି ନିର୍ମମ ଭାବେ ହତ୍ୟା କରିଥିବା କକାର ଘଟଣା ମନରୁ ନ ଲିଭୁଣୁ ପୁଣି ଏମିତି ଏକ ଘଟଣା ସାରା ରାଜ୍ୟରେ ଯେମିତି ଚହଳ ପକାଇ ଦେଇଛି। ଦର୍ଶକ ବନ୍ଧୁ, ଏମିତି ଘଟଣା ଶୁଣିଲା ପରେ ଆମକୁ ଲଜ୍ଜା ଲାଗୁଛି। ଏମିତି ନିରୀହ ଛୁଆମାନେ କିଛି ନ ଜାଣିବି ଏମିତି ରାକ୍ଷସମାନଙ୍କର ଶିକାର ହେଉଛନ୍ତି। କିଏ ନିଜ ପୁଅକୁ ମାରିଦେଉଛି ତ କିଏ ପୁତୁରାର ଜୀବନ ନେଇଯାଉଛି। ପରକୀୟା ପ୍ରୀତି ହେଉ କି ପ୍ରେମ, ଧୀରେ ଧୀରେ ସବୁ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲାଣି। ଏହି ଘଟଣାରୁ ସୁରକ୍ଷିତ ରଖିବାକୁ କଡ଼ା ଆଇନର ଆବଶ୍ୟକତା ଅଛି ବୋଲି ଆମେ ଭାବୁଛୁ। ଆପଣଙ୍କ ବିଚାର କ'ଣ? ଆଉ ଏମିତି ବାପାକୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।